ସମସ୍ତଙ୍କୁ ଶୁଭ ସନ୍ଧ୍ୟା ପିଲାମାନେ। ଆଜି ଆମେ ଆଲୋଚନା କରିବା 1995 ମସିହା ଡିସେମ୍ବରର ଓଡ଼ିଆ ନେଟ୍ କ୍ୱେଶ୍ଚନ୍। ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି ସମସ୍ତେ ସବସ୍କ୍ରାଇବ୍ କରିଦେବେ ଆଉ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ବହୁତ ଉପାଦେୟ ଏ ଭିଡ଼ିଓ। ତା ସହିତ ଲାଇକ୍ ଗୋଟେ ଗୋଟେ କରିଦେବେ ଆଉ ଯଦି ଅଧିକ ଜରୁରୀ କିଛି ଥିବ ପ୍ରଶ୍ନ ବୁଝିବାର ତେବେ କମେଣ୍ଟ ବକ୍ସରେ ମୋତେ ପ୍ରଶ୍ନ ପଚାରି ପାରିବେ। ତା ସହିତ ଆମର ବି ପେଡ୍ କ୍ଲାସ୍ ଚାଲିଛି ନେଟ୍ ପାଇଁ। ଯେଉଁମାନେ ଇଚ୍ଛୁକ ମୋତେ କମେଣ୍ଟରେ କହିବେ। ଚାଲନ୍ତୁ ଆରମ୍ଭ କରିବା। ଫାର୍ଷ୍ଟ କ୍ୱେଶ୍ଚନ୍, କେଉଁ ଅଭିଲେଖରେ ପ୍ରଥମେ ଓଡ଼ିଆ ଶବ୍ଦର ବ୍ୟବହାର ହୋଇଛି? ଆଉ ଥରେ କ୍ୱେଶ୍ଚନ୍ ପଢ଼ି ଦେଉଛି। କେଉଁ ଅଭିଲେଖରେ ପ୍ରଥମେ ଓଡ଼ିଆ ଶବ୍ଦର ବ୍ୟବହାର ହୋଇଛି? ଅପସନ୍ 1 ଉଡ଼୍ଜାମ ଶିଳାଲେଖ, ଅପସନ୍ 2 ଭୁବନେଶ୍ୱର ଦ୍ୱୈଭାଷିକ ଶିଳାଲେଖ, ଅପସନ୍ 3 ସିଦ୍ଧେଶ୍ୱର ମନ୍ଦିରସ୍ଥ ଶିଳାଲେଖ, ଅପସନ୍ 4 ମାଧବ ବର୍ମାଙ୍କ ନିବିନା ଶିଳାଲେଖ। ଏମାନଙ୍କ ମଧ୍ୟରୁ କେଉଁଟି ରେ ଓଡ଼ିଆ ଶବ୍ଦର ପ୍ରଥମ ବ୍ୟବହାର ହୋଇଛି? ପିଲାମାନେ ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ଉଡ଼୍ଜାମ ଶିଳାଲେଖ, ଯେଉଁଟାକି 1051 ଖ୍ରୀଷ୍ଟାବ୍ଦରେ ଏଇଟା ଖୋଦିତ ହୋଇଥିଲା। ଦ୍ୱିତୀୟ ବଜ୍ରହସ୍ତ ଦେବଙ୍କ ଦ୍ୱାରା ଏଇଟା ଖୋଦିତ ହୋଇଥିଲା। ହେଲା ପିଲେ, ଯେତେବେଳେ ଆନ୍ସର୍ ଦେବ ନେଟ୍ରେ କେବେ ଭାବିବନି ଅପସନ୍ 1 ଆନ୍ସର୍ ହେବ ବୋଲି। ଏମିତି କିଛି ଭାବିବନି। ତାର ସବୁ କିଛି ଅପସନ୍ 1 ବି ହେଇପାରେ, 2 ବି ହେଇପାରେ, 3 ବି ହେଇପାରେ, 4 ବି ହେଇପାରେ। ଜଣେ ଜଣେ ଭାବନ୍ତି ଠିକ୍ ଆନ୍ସର୍ ଅପସନ୍ 1ରେ ଥାଏ, କିନ୍ତୁ ସେ 1 ମାରନ୍ତିନି, 4 ମାରନ୍ତି, 3 ମାରନ୍ତି। ଭାବନ୍ତି 1 ନମ୍ବର କ୍ୱେଶ୍ଚନ୍ଟା କ'ଣ ଅପସନ୍ 1 ହେଇଥିବ? ନା ନା, ତା ତଳକୁ ଏମିତି ଥିବ 2 ନମ୍ବର, 3 ନମ୍ବର ଏଇ ଟାଇପ୍ର ଥିବ। କିନ୍ତୁ ସେମିତି କିଛି ନୁହେଁ। ନେଟ୍ରେ ବା ଯେକୌଣସି ପରୀକ୍ଷାରେ ଯଦି ଆନ୍ସର୍ 1ରେ ଥିବ ସେ ଆନ୍ସର୍ 1ରେ ହିଁ ମାରିବ। କନଫ୍ୟୁଜ୍ ହେବ ନାହିଁ। ହେଲା, ନେକ୍ସଟ କ୍ୱେଶ୍ଚନ୍, ଦୁଇ ନମ୍ବର କ୍ୱେଶ୍ଚନ୍ ହେଉଛି ପୂର୍ବାଞ୍ଚଳୀୟ ଆଧୁନିକ ଭାରତୀୟ ଭାଷା ସମୂହ ମଧ୍ୟରେ ଓଡ଼ିଆ ଜ୍ୟେଷ୍ଠ ଭଗିନୀ ଭାବେ କିଏ ନିର୍ଣ୍ଣୟ କରିଛନ୍ତି? କ'ଣ କ୍ୱେଶ୍ଚନ୍ଟା ଆଉ ଥରେ? ପୂର୍ବାଞ୍ଚଳୀୟ ଆଧୁନିକ ଭାରତୀୟ ଭାଷା ସମୂହ ମଧ୍ୟରେ ଓଡ଼ିଆ ଜ୍ୟେଷ୍ଠ ଭଗିନୀ ଭାବେ କିଏ ନିର୍ଣ୍ଣୟ କରିଛନ୍ତି? ଅପସନ୍ 1 ଡକ୍ଟର ସୁକୁମାର ସେନ, ଅପସନ୍ 2 ଡକ୍ଟର ସୁନିତ କୁମାର ଚାଟାର୍ଜୀ, ଅପସନ୍ 3 ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଅପସନ୍ 4 ଡକ୍ଟର କୁଞ୍ଜ ବିହାରୀ ତ୍ରିପାଠୀ। ଏମାନେ ସମସ୍ତେ ଜଣେ ଜଣେ ଭାଷା ତତ୍ତ୍ୱବିତ୍। ରାଇଟ୍ ଆନ୍ସର୍ କ'ଣ ହେବ? ଅପସନ୍ 2 ଡକ୍ଟର ସୁନିତ କୁମାର ଚାଟାର୍ଜୀ। ତାହେଲେ କ'ଣ ଆନ୍ସର୍ ହେବ? ପୂର୍ବାଞ୍ଚଳୀୟ ଆଧୁନିକ ଭାରତୀୟ ଭାଷା ସମୂହ ମଧ୍ୟରେ ଓଡ଼ିଆ ଜ୍ୟେଷ୍ଠ ଭଗିନୀ ଭାବେ ଡକ୍ଟର ସୁନିତ କୁମାର ଚାଟାର୍ଜୀ ନିର୍ଣ୍ଣୟ କରିଛନ୍ତି। କ୍ୱେଶ୍ଚନ୍ ନମ୍ବର 3 ହେଲା, କୁଟିଳ ଲିପିର ଅନ୍ୟ ନାମ କ'ଣ? ଅପସନ୍ 1 ଶାରଦା ଲିପି, ଅପସନ୍ 2 ପ୍ରତ୍ନ ଓଡ଼ିଆ ଲିପି, ଅପସନ୍ 3 ପ୍ରତ୍ନ ବଙ୍ଗଳା ଲିପି, ଅପସନ୍ 4 କୀଳକ ଶୀର୍ଷକ ଲିପି। କ'ଣ ଆଉ ଥରେ କ୍ୱେଶ୍ଚନ୍ଟା ପଢ଼ିଦେବା। କୁଟିଳ ଲିପିର ଅନ୍ୟ ନାମ କ'ଣ? ଏହାର ରାଇଟ୍ ଆନ୍ସର୍ ହେଉଛି କୀଳକ ଶୀର୍ଷକ ଲିପି। ଅପସନ୍ 4 କୀଳକ ଶୀର୍ଷକ ଲିପି ହେଉଛି କୁଟିଳ ଲିପିର ଅନ୍ୟ ନାମ। ନେକ୍ସଟ,
4 नंबर प्रश्न कौन कहूँ ना केउं राजत्व काल रे ओडिशा रे करणी लिपि प्रचलित होइथिला केउं राजत्व काल रे ओडिशा रे करणी लिपि प्रचलित होइथिला ऑप्शन 1 ब्रिटिश शासन काल रे ऑप्शन 2 मरहट्टा शासन काल रे ऑप्शन 3 मोगल शासन काल रे ऑप्शन 4 मुसलमान शासन काल रे केउं राजत्व काल रे ओडिशा रे करणी लिपि प्रचलित होइथिला या राइट आंसर हेउची ऑप्शन 3 मोगल शासन काल रे ऑप्शन 3 मोगल शासन काल रे ओडिशा रे करणी लिपि प्रचलित होइथिला नेक्स्ट क्वेश्चन से माने क्वेश्चन 5 हैला सेना शब्दर मूल संस्कृत शब्दटी कौन सेना शब्दर मूल संस्कृत शब्दटी कौन ऑप्शन 1 सेना ऑप्शन 2 सेचनक ऑप्शन 3 सेन्हा ऑप्शन 4 स्नान सेना शब्दर मूल संस्कृत शब्दटी हेउची ऑप्शन 2 सेचनक ऑप्शन 2 सेचनक नेक्स्ट क्वेश्चन क्वेश्चन नंबर 6 काया तरुबर पंचबिडाल चंचल चिए पैठा कालर लेखक किए ऑप्शन 1 लुईपाद ऑप्शन 2 सबरीपाद ऑप्शन 3 कान्हुपाद ऑप्शन 4 सरहपाद बेले या पूर्व वर्ष माने आमर 1995 मसीहार जून रे जो एग्जाम होता मु यार पूर्व से वीडियो आलोचना मु कर सारी जो मैंने देखी ना से मैंने देखीदे मो चैनल को जाइए सर्च मारिकी ता सहित देखिए से 2 नंबर क्वेश्चन सेम क्वेश्चन पकई 2 नंबर टी काया तरुबर चर्जार गोटे पकई सहल समाह्य काहि करी भल से लक्ष्य करेंगे देखिए से सेम क्वेश्चन पकई आटा भी से काया तरुबर चर्चार पकई एटा भी सेम काया तरुबर चर्चार पकई ताहले आमे प्रथमे जानि नबा काया तरुबर चर्चाटी कहार काया तरुबर चर्चा होची लुईपांकर डोंबी चर्चा होची कान्हुपांकर जो नगर बाहिर डोंबी तहरी कुड़िया सबरीपांकर होची सबरी प्रेमचर्या 28 नंबरटा सबरी प्रेमचर्या सबरीपांकर से दुईटा लिखिथिले गोटे 28 नंबर आ गोटे 50 नंबर 50 नंबरटा होची सबरी मृत्युचर्या हैला आ सरपांकर होची नौका चर्चा हैला नेक्स्ट क्वेश्चन ताले यार आंसर कौन है ना काया तरुपर पंचबिडाल चंचल चिए पैठा काल एटा होची लुईपांकर ऑप्शन 1 लुईपा यार आंसर नेक्स्ट क्वेश्चन बारमासी कोइली कवितार लेखक किए ऑप्शन 1 बलराम दास ऑप्शन 2 नाथिया ऑप्शन 3 शिशु शंकर दास ऑप्शन 4 दीनकृष्ण दास तो राइट आंसर होची कौन बारमासी कोइली एथिरे 12 मास वर्णना कराई प्रथमे एथिरे गोटे वैशिष्ट्य होची कौन ना मार्गशीर मास को एथिरे प्रथम मास कहा जायछि हैला ता सहित कौन हुए ना शेष होची कार्तिक मास को कहा जायछि मन रखु थाओ प्रथम होची मार्गशीर मास को कहा जाउछि सेकंड होची कौन ना तार शेष मास होची कार्तिक मास को कहा जाए किंतु आमे जनरली सब जानती प्रथम वैशाख मास लास्ट होची चैत्र मास किंतु एठी शिशु शंकर दास टिके भिन्न धरण रचना करछने जोड़ा 12 मासी कोइली आउ एथिरे 12 मासरे कोइली को संबोधन करिकी जे रामचंद्र कौन करूचंती कौन नहीं सब कथा वर्णना कराई हैला तार आंसर हम ऑप्शन 3 शिशु शंकर दास नेक्स्ट क्वेश्चन
ନିମ୍ନଲିଖିତ କାବ୍ୟମାନଙ୍କରୁ କାବ୍ୟମାନଙ୍କୁ ମଧ୍ୟରୁ କେଉଁଟି ରାଧାଙ୍କୁ ଆଧାର କରି ରଚିତ? ମନେ ରଖିଥାଅ, କେଉଁଟି ରାଧାଙ୍କୁ ଆଧାର କରି ରଚିତ ଏ କାବ୍ୟମାନଙ୍କ ଭିତରୁ? ଅପସନ୍ 1 ଉଷାବିଳାସ, ଅପସନ୍ 2 ରହସ୍ୟମଞ୍ଜରୀ, ଅପସନ୍ 3 ଗୋପୀ ଭାଷା, ଅପସନ୍ 4 ପ୍ରେମ ପଞ୍ଚାମୃତ। ପିଲେ ଉଷାବିଳାସ ସମସ୍ତେ ଜାଣିଛ ଶିଶୁଶଙ୍କର ଦାସଙ୍କର। ଆମର ରହସ୍ୟମଞ୍ଜରୀ ଦେବଦୁର୍ଲ୍ଲଭ ଦାସଙ୍କର। ଗୋପୀ ଭାଷା ଯୋଉଟା ସେଟା ଆମର ଦନାଇ ଦାସଙ୍କର। ପ୍ରେମ ପଞ୍ଚାମୃତ ଯୋଉଟାକି ଭୂପତି ପଣ୍ଡିତଙ୍କର। ତାହେଲେ ଏଥିରେ କ'ଣ କହିଛି ନା କେଉଁଥିରେ ରାଧାଙ୍କୁ ଆଧାର କରି ରଚିତ? ରାଇଟ୍ ଆନ୍ସର୍ ହେଉଛି ଦେବଦୁର୍ଲ୍ଲଭ ଦାସଙ୍କ ରହସ୍ୟମଞ୍ଜରୀ କାବ୍ୟରେ ରାଧାଙ୍କୁ ଆଧାର କରି ରଚନା କରାଯାଇଛି କାବ୍ୟ ହେଲା। ନେକ୍ସଟ କ୍ୱେଶ୍ଚନ୍ 9 ନମ୍ବର କ୍ୱେଶ୍ଚନ୍ କ'ଣ କହିଛନ୍ତି? ଆଠଗଡ଼ ନରେଶଙ୍କ ନାମରେ କେଉଁ କବି ଭଣିତା କରିଥିଲେ? ଅପସନ୍ 1 କବିସୂର୍ଯ୍ୟ ବଳଦେବ ରଥ, ଅପସନ୍ 2 ଅଭିମନ୍ୟୁ ସାମନ୍ତ ସିଂହାର, ଅପସନ୍ 3 ବ୍ରଜନାଥ ବଡ଼ଜେନା, ଅପସନ୍ 4 ଯଦୁମଣି ମହାପାତ୍ର। କ'ଣ ଆଉଥରେ ଅପସନ୍ ନା କ୍ୱେଶ୍ଚନ୍ଟା? ଆଠଗଡ଼ ନରେଶଙ୍କ ନାମରେ କେଉଁ କବି ଭଣିତା କରିଥିଲେ? ପିଲେ ଭଣିତାଟା ହେଉଛି କି ଆମର ଯେତେବେଳେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ରଚନା କରାଯାଇଥିଲା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁକୁ ଆଠଗଡ଼ ରାଜା ହରିଚନ୍ଦନ ଜଗଦେବଙ୍କ ନାମରେ ଭଣିତା କରାଯାଇଥିଲା। ତେଣୁକରି ଏଟା ଆନ୍ସର୍ କ'ଣ ହେବ? କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କିଏ ରଚନା କରିଥିଲେ? କବିସୂର୍ଯ୍ୟ ବଳଦେବ ରଥ। ତେଣୁକରି ଏଠି ଆନ୍ସର୍ କ'ଣ ହେବ? ଅପସନ୍ 1 କବିସୂର୍ଯ୍ୟ ବଳଦେବ ରଥ। ନେକ୍ସଟ କ୍ୱେଶ୍ଚନ୍ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି କିଏ ଥିଲେ? ଶେଷ ସ୍ୱାଧୀନ ଗଜପତି। ଅପସନ୍ 1 ଦିବ୍ୟସିଂହ ଦେବ, ଅପସନ୍ 2 ରାମଚନ୍ଦ୍ର ଦେବ, ଅପସନ୍ 3 ବୀର ନରସିଂହ ଦେବ, ଅପସନ୍ 4 ମୁକୁନ୍ଦ ଦେବ। ପିଲେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ଥିଲେ ମୁକୁନ୍ଦ ଦେବ। ଅପସନ୍ 4 ମୁକୁନ୍ଦ ଦେବ। ନେକ୍ସଟ କ୍ୱେଶ୍ଚନ୍ ଓଡ଼ିଶା ଇତିହାସର ସର୍ବପ୍ରଥମ ରଚୟିତା କିଏ? ଓଡ଼ିଶା ଇତିହାସର ସର୍ବପ୍ରଥମ ରଚୟିତା କିଏ? ଯେ କି ଓଡ଼ିଆ ଲୋକ ସେ କିଏ ସେ? ଅପସନ୍ 1 ହରେକୃଷ୍ଣ ମହତାବ, ଅପସନ୍ 2 ମୃତ୍ୟୁଞ୍ଜୟ ରଥ, ଅପସନ୍ 3 ପ୍ୟାରୀ ମୋହନ ଆଚାର୍ଯ୍ୟ, ଅପସନ୍ 4 ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଓଡ଼ିଶା ଇତିହାସ ରଚନା କରିଥିଲେ ପ୍ୟାରୀ ମୋହନ ଆଚାର୍ଯ୍ୟ। ନେକ୍ସଟ କ୍ୱେଶ୍ଚନ୍ ନେକ୍ସଟ 12 ନମ୍ବର କ୍ୱେଶ୍ଚନ୍ ହେଉଛି କେଉଁ ରାଜତ୍ୱ କାଳରେ ଓଡ଼ିଶାରେ ବୌଦ୍ଧ ବିହାରମାନ ନିର୍ମିତ ହୋଇଥିଲା? କେଉଁ ରାଜତ୍ୱ କାଳରେ ଓଡ଼ିଶାରେ ବୌଦ୍ଧ ବିହାରମାନ ନିର୍ମିତ ହୋଇଥିଲା? ଅପସନ୍ 1 କେଶରୀ ବଂଶ, ଅପସନ୍ 2 ଭୌମକର ବଂଶ, ଅପସନ୍ 3 ସୋମ ବଂଶ, ଅପସନ୍ 4 ଗଙ୍ଗ ବଂଶ। ବୌଦ୍ଧ ବିହାରମାନ ନିର୍ମିତ କେବେ ହୋଇଥିଲା? ଅପସନ୍ 2 ଭୌମକର ବଂଶ ସମୟରେ ବୌଦ୍ଧ ବିହାରମାନ ନିର୍ମିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ୍ କେଉଁଟି ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରିକା ଭାବେ ଗୃହୀତ? କେଉଁଟି ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରିକା ଭାବେ ଗୃହୀତ? ଅପସନ୍ 1 ଉତ୍କଳ ମଧୁପ, ଅପସନ୍ 2 ସମ୍ବାଦ ବାହିକା, ଅପସନ୍ 3 ସମାଜ, ଅପସନ୍ 4 ଉତ୍କଳ ଦୀପିକା। ଉତ୍କଳ ମଧୁପ କେତେ ମସିହାରେ ହେଇଥିଲା? 1878। ସମ୍ବାଦ ବାହିକା କେବେ ହୋଇଥିଲା? 1868ରେ ଆମ ବାଲେଶ୍ୱରରୁ ହେଇଥିଲା। ଆଉ ଯେଉଁଟାକି ଆମର ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଯିଏ ତାର ସମ୍ପାଦକ ଥିଲେ, ଆଉ ତା ସହିତ ଫକୀରମୋହନ ସେନାପତି ବି ଥିଲେ ହେଲା। ଉତ୍କଳ ଦୀପିକା କେବେ ହେଇଥିଲା?
ନଅଙ୍କ ଦୁର୍ଭିକ୍ଷ ସମୟରେ 1866 ଗୌରୀଶଙ୍କର ରାୟ ତାର ସମ୍ପାଦକ ଥିଲେ। ଆଉ ଏଇଟା ହେଉଛି ପ୍ରଥମ ସମ୍ବାଦ ପତ୍ରିକା ଥିଲା। ସମ୍ବାଦ ପତ୍ରିକା ଥିଲା ଯେଉଁଟାକି ଗୌରୀଶଙ୍କର ରାୟ ସମ୍ପାଦନା କରିଥିଲେ। ଆଉ ଏଇଟା ହେଉଛି ଆମର ପ୍ରଥମ ସମ୍ବାଦ ପତ୍ରିକା ଭାବେ ପରିଚିତ ଥିଲା। କେଉଁଟା? ଉତ୍କଳ ଦୀପିକା। ଆମର ଥିଲା ଓଡ଼ିଆ ସାହିତ୍ୟର ମାଇଲ ଖୁଣ୍ଟ ଏଇ ଉତ୍କଳ ଦୀପିକା ସେତେବେଳେ। ଲାଷ୍ଟ ହେଉଛି ଅପସନ୍ 3 କ'ଣ ଅଛି ନା ସମାଜ। ସମାଜ ହେଉଛି 1919 ମସିହା। ଏହାର ସମ୍ପାଦକ କିଏ ଥିଲେ? ଗୋପବନ୍ଧୁ ଦାସ ଥିଲେ। କେଉଁଠୁ ବାହାରିଥିଲା ଏଇଟା? ସତ୍ୟବାଦୀରୁ। ହେଲା, ଇଏ ମଧ୍ୟ ଗୋଟେ ସମ୍ବାଦ ପତ୍ରିକା। ଉତ୍କଳ ମଧୁବ ଗୋଟେ ସାହିତ୍ୟ ପତ୍ରିକା ଭାବରେ ପରିଚିତ। ତାହେଲେ ୟା ରାଇଟ୍ ଆନ୍ସର୍ କ'ଣ ହେବ? କେଉଁଟି ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରିକା ଭାବେ ଗୃହୀତ? ରାଇଟ୍ ଆନ୍ସର୍ ହେଉଛି ଉତ୍କଳ ଦୀପିକା। ନେକ୍ସଟ କ୍ୱେଶ୍ଚନ୍, 14 ନମ୍ବର ପ୍ରଶ୍ନ କ'ଣ କହିଛି? ଉତ୍କଳ ସାହିତ୍ୟ ପତ୍ରିକାର ଜନ୍ମ ଲଗ୍ନ କେବେ, ମାନେ ଜନ୍ମ କାଳ କେବେ? ଅପସନ୍ 1 1895, ଅପସନ୍ 2 1897, ଅପସନ୍ 3 1898, ଅପସନ୍ 4 1900 ମସିହା। ଆগে ଜାଣିବା ଉତ୍କଳ ସାହିତ୍ୟର ସମ୍ପାଦକ କିଏ ଥିଲେ। ଉତ୍କଳ ସାହିତ୍ୟ ପତ୍ରିକା ଏଟା ଗୋଟେ ସାହିତ୍ୟ ପତ୍ରିକା ଥିଲା। ବିଶେଷ କରି ଆମର ଗଳ୍ପ, ଉପନ୍ୟାସ ସବୁକିଛି ବହୁତ କିଛି ସାହିତ୍ୟ ପ୍ରକାଶ ପାଇଥିଲା ୟା ଭିତରେ। ଆଉ ୟାର ସମ୍ପାଦକ ଥିଲେ ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର। ବିଶ୍ୱନାଥ କରଙ୍କର ଉପାଧି ଥିଲା ବାଗ୍ମୀ, ବାଗ୍ମୀ ବିଶ୍ୱନାଥ କର। ୟାର କେତେ ମସିହାରେ ସେ ବାହାର କରିଥିଲେ ଏଇଟା ନା 1897 ମସିହା ଜାନୁଆରୀ 1ରେ ଏଇଟା ପ୍ରକାଶ ପାଇଥିଲା। ହେଲା, ଲୋକଲୋଚନକୁ ଆସିଥିଲା। ନେକ୍ସଟ କ୍ୱେଶ୍ଚନ୍, ତା ରାଇଟ୍ ଆନ୍ସର୍ ହେଉଛି 1897। ଉତ୍କଳ ସାହିତ୍ୟ ପତ୍ରିକାର ଜନ୍ମ ଲଗ୍ନ 1897। 15 ନମ୍ବର କ୍ୱେଶ୍ଚନ୍ ହେଉଛି ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ର କ'ଣ ଥିଲା? ପ୍ରଥମ ଦୈନିକ ସମ୍ବାଦପତ୍ର। ଅପସନ୍ 1 ପ୍ରଜାତନ୍ତ୍ର, ଅପସନ୍ 2 ଆଶା, ଅପସନ୍ 3 ସମାଜ, ଅପସନ୍ 4 ନବୀନ। ହେଲେ ଏହାର ରାଇଟ୍ ଆନ୍ସର୍ ହେଉଛି ଆଶା। ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ର ଆଶା ଥିଲା। ସାଧୁ ସୁନ୍ଦର ରାୟ ଥିଲେ ଏହାର ସମ୍ପାଦକ। ଏଇଟା 1888 ମସିହାରେ ପ୍ରକାଶ ପାଇଥିଲା। ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଏଇଟା ବନ୍ଦ ହୋଇଗଲା। ସାଧୁ ସୁନ୍ଦର ରାୟ ଯେବେ ମୃତ୍ୟୁବରଣ କଲେ ସେଟା ବନ୍ଦ ହୋଇଗଲା। ତାପରେ ସେ ରେବା ରାୟ ତାଙ୍କ ସ୍ତ୍ରୀ ସେ ଏଇଟା ପ୍ରକାଶ କରିଥିଲେ। ହେଲା, ନେକ୍ସଟ କ୍ୱେଶ୍ଚନ୍, ତାହେଲେ କ'ଣ ହେଲା? ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦ ପତ୍ରିକା ହେଉଛି ଆଶା, ଯେଉଁଟାକି 1888 ମସିହାରେ ପ୍ରକାଶ ପାଇଥିଲା। ହେଲା, ଏହି ସମୟରେ ଗୋଟେ ଭଲ ଜିନିଷ ହେଇଥିଲା। କ'ଣ ହେଇଥିଲା ନା ଆମର ପଦ୍ମମାଳୀ ଉପନ୍ୟାସ ହିଁ ପ୍ରକାଶ ପାଇଥିଲା ଉମେଶ ଚନ୍ଦ୍ର ସରକାରଙ୍କର 1888 ମସିହା। ନେକ୍ସଟ କ୍ୱେଶ୍ଚନ୍, 16 ନମ୍ବର ପ୍ରଶ୍ନ କ'ଣ କହୁଛି? ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି କୃଦନ୍ତ ପଦ? ଫାଷ୍ଟରୁ ମୁଁ ଆର କ୍ୱେଶ୍ଚନ୍ ଯେତେବେଳେ 1995 ମସିହାର କ୍ୱେଶ୍ଚନ୍ ଯେତେବେଳେ ମୁଁ ଆଲୋଚନା କରିଥିଲି ଜୁନ୍ ମାସଟା ଯେତେବେଳେ ଆଲୋଚନା କରିଥିଲି ସେତେବେଳେ ସେମ୍ କ୍ୱେଶ୍ଚନ୍ ଆସିଛି। କୃଦନ୍ତ ତଥିତ ସବୁଥର ପକାଉଛି ଶବ୍ଦ, ଏବେ ବି ମଧ୍ୟ ପକାଉଛି। 2026 ବା 25 ମସିହାରେ ବି ପକାଉଛି ସେମ୍। କୃଦନ୍ତ କାହା କହିବା ନା ଯେଉଁଥିରେ ଧାତୁ ସହିତ ପ୍ରତ୍ୟୟ ଯୋଗ ହେଲେ। ଆଉ ତଥିତ କାହା କହିବା? ଶବ୍ଦ ସହିତ ପ୍ରତ୍ୟୟ ଯୋଗ ହେଲେ। ତାହେଲେ ଅପସନ୍ 1 କ'ଣ ରହିଛି? ମାଗଣା। ଅପସନ୍ 2 ଅରଣା, ଅପସନ୍ 3 ଆମ୍ବିଳା, ଅପସନ୍ 4 ବଳୁଆ। ପିଲାମାନେ ରାଇଟ୍ ଆନ୍ସର୍ କ'ଣ ହେବ? ଅପସନ୍ 1 ମାଗ ଯୁକ୍ତ ଅଣା, ମାଗଣା। ମାଗ ହେଉଛି ଗୋଟେ ଧାତୁ, ଅଣା ଗୋଟେ ପ୍ରତ୍ୟୟ, ସେଥିପାଇଁ ଏଇଟା ହେଉଛି ଆମର କୃଦନ୍ତ ପଦ। ନେକ୍ସଟ କ୍ୱେଶ୍ଚନ୍, 17 ନମ୍ବର ପ୍ରଶ୍ନ କ'ଣ କହିଛି? ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ତଦ୍ଧିତ ପଦ? କେଉଁଟି ତଦ୍ଧିତ ପଦ? ତଦ୍ଧିତ ପଦ ମୁଁ ଏବେ କହିଗଲି କ'ଣ ନା ଶବ୍ଦ ସହିତ ପ୍ରତ୍ୟୟର ଯୋଗ ହେଲେ। ଦେଖିବା କ'ଣ ଆନ୍ସର୍ ହେଉଛି। ଅପସନ୍ 1 ମାଗଣା, ଅପସନ୍ 2 ମାଡ଼ୁଆ, ଅପସନ୍ 3 ଅଳସୁଆ, ଅପସନ୍ 4 ଶୋଇଲା। ଏହାର ରାଇଟ୍ ଆନ୍ସର୍ ହେଉଛି ମାଡ଼ ଯୁକ୍ତ ଉଆ, ମାଡ଼ୁଆ। ମାଡ଼ ଯୁକ୍ତ, ମାଡ଼ ଗୋଟେ ଶବ୍ଦ, ଉଆ ଗୋଟେ ପ୍ରତ୍ୟୟ, ତେଣୁକରି ମାଡ଼ ଯୁକ୍ତ ଉଆ ମାଡ଼ୁଆ। ରାଇଟ୍ ଆନ୍ସର୍ ଅପସନ୍ 2 ମାଡ଼ୁଆ। ନେକ୍ସଟ କ୍ୱେଶ୍ଚନ୍,
ରାଧାନାଥ ରାୟଙ୍କ ମହାଯାତ୍ରାର ରଚନା କାଳ କେବେ? ଅପସନ୍ 1 1880, ଅପସନ୍ 2 1890, ଅପସନ୍ 3 1891, ଅପସନ୍ 4 1892। ରାଇଟ୍ ଆନ୍ସର୍ ହେଉଛି ପିଲାମାନେ ଫାଷ୍ଟ କହିଦେଉଛି ଗୋଟେ କଥା ଯେ ରାଧାନାଥ ରାୟଙ୍କର ମହାଯାତ୍ରା ହେଉଛି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ଏଟା ହେଉଛି ଗୋଟେ ମହାକାବ୍ୟ, ଆଧୁନିକ ମହାକାବ୍ୟ, ଯେଉଁଟାକି ଅମିତ୍ରାକ୍ଷର ଛନ୍ଦରେ ରଚନା କରାଯାଇଥିଲା ହେଲା। ଆଉ ମିଥ୍ ଧର୍ମୀ ରଚନା, ଏଟା ଗୋଟେ ମିଥ୍ ଧର୍ମୀ ରଚନା। ତେଣୁ ପିଲେ ୟାର ଆନ୍ସର୍ କ'ଣ ହେବ? କେତେ ମସିହା ରଚନା କରାଯାଇଥିଲା? 1895 ମସିହାରେ ରଚନା କରାଯାଇଥିଲା। ଅପସନ୍ 4 1892 ମସିହା ରଚନା କରାଯାଇଥିଲା। 1892 ମସିହା ହେଲା। ନେକ୍ସଟ କ୍ୱେଶ୍ଚନ୍ 19 ନମ୍ବର ପ୍ରଶ୍ନ କ'ଣ କହିଛି? ସମ୍ବଲପୁରରେ ହିନ୍ଦୀ କଚେରୀ ଭାଷା ଭାବେ ପ୍ରଚଳିତ ହେଲା ଓ ତା ବିରୁଦ୍ଧରେ ଆନ୍ଦୋଳନ ସୂତ୍ରପାତ ହେଲା। କେତେ ମସିହାରେ ଏଇଟା ହୋଇଥିଲା ସେ ପ୍ରଶ୍ନ କରିଛି। ଅପସନ୍ 1 1892 ମସିହା, ଅପସନ୍ 2 1894 ମସିହା, ଅପସନ୍ 3 1896 ମସିହା, ଅପସନ୍ 4 1897 ମସିହା। ସମ୍ବଲପୁରରେ କ'ଣ ହେଇଥିଲା ନା କଚେରୀ ଭାଷାକୁ ହିନ୍ଦୀରେ ରଚନା କରାହେଉଥିଲା, ଓଡ଼ିଆ ଭାଷାରେ ନୁହେଁ। ହିନ୍ଦୀରେ ମାନେ ତାର କ'ଣ କରାହେଉଥିଲା? କଚେରୀ ଭାଷା ବ୍ୟବହାର କରାଯାଉଥିଲା, ଯେଉଁ ଲେଖାଯାଉଥିଲା ଯାହାକି ସବୁ ହିନ୍ଦୀରେ ଲେଖାଯାଉଥିଲା, ତାକୁ ଆନ୍ଦୋଳନ କରାଯାଇଥିଲା। ସମ୍ବଲପୁରବାସୀ ବା ଓଡ଼ିଶାବାସୀ ଆନ୍ଦୋଳନ କରିଥିଲେ ଏଥିପାଇଁ। ତେଣୁକରି ଏଇଟା କେତେ ମସିହାରେ ହେଇଥିଲା ଆନ୍ଦୋଳନଟା? ଅପସନ୍ 3 1896 ମସିହା। 1896 ମସିହାରେ ହିଁ ହେଇଥିଲା ଆନ୍ଦୋଳନଟା। ଏଇଟା ମନେ ରଖିଥିବେ ଟିକେ। ନେକ୍ସଟ କ୍ୱେଶ୍ଚନ୍ 20 ନମ୍ବର କ୍ୱେଶ୍ଚନ୍ କ'ଣ ରହିଲା? ନନାଙ୍କ ପାଞ୍ଜି ପୁସ୍ତକଟିର ଲେଖକ କିଏ? ନନାଙ୍କ ପାଞ୍ଜି ପୁସ୍ତକଟିର ଲେଖକ କିଏ? ଅପସନ୍ 1 ଗୋପାଳଚନ୍ଦ୍ର ପ୍ରହରାଜ, ଅପସନ୍ 2 ଫକୀରମୋହନ ସେନାପତି, ଅପସନ୍ 3 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଅପସନ୍ 4 ପଦ୍ମଚରଣ ପଟ୍ଟନାୟକ। ପ୍ରଥମେ କହିଦେଉଛି ନନାଙ୍କ ପାଞ୍ଜି 1901 ମସିହା ରଚନା କରାଯାଇଥିଲା, ଯେଉଁଟାକି ଫକୀରମୋହନ ସେନାପତି ଏଇଟା ରଚନା କରିଥିଲେ। ଏହା ରାଇଟ୍ ଆନ୍ସର୍ ହେଉଛି ଅପସନ୍ 2 ଫକୀରମୋହନ ସେନାପତି ହେଲା। ନେକ୍ସଟ କ୍ୱେଶ୍ଚନ୍ କେଉଁ ଶବ୍ଦର ଅର୍ଥ ସଂକୋଚନା ଘଟିଛି? କେଉଁ ଶବ୍ଦର ଅର୍ଥ ସଂକୋଚନା ଘଟିଛି? ଅପସନ୍ 1 ମାଣ୍ଡି, ଅପସନ୍ 2 ପାଷାଣ, ଅପସନ୍ 3 ପ୍ରବୀଣ, ଅପସନ୍ 4 ଗୋସାଇଁ। ପିଲେ ଯେତେବେଳେ ଆଜି ଆମେ SSB କ୍ୱେଶ୍ଚନ୍ ଆଲୋଚନା କରୁଥିଲେ ମିଟ୍ ଆପ୍ରେ, ସେତେବେଳେ ରସକଲର ପଢ଼ା ହେଉଥିଲା। ଆଉ ସେତେବେଳେ ରସକଲର ଥିଲା ଗୋସ୍ୱାଇଁ ଶବ୍ଦ। ମୁଁ ସେଇଠି ହିଁ ସମସ୍ତଙ୍କୁ କହିଥିଲି ଯେ ଗୋସାଇଁ ଅପଭ୍ରଂଶ ହୋଇକି ଗୋସାଇଁ ହେଇଛି। ତାହେଲେ କ'ଣ ଥିଲା ପ୍ରକୃତରେ? ଏଟା ଗୋସ୍ୱାମୀ ଥିଲା ହେଲା। ତାହେଲେ କେଉଁଟା ଅର୍ଥ ସଂକୋଚନା ଘଟିଛି? କେଉଁଟା ଘଟିଛି ନା ଗୋସ୍ୱାମୀ। ଗୋସ୍ୱାମୀ ହେଉଛି ଏହି ଶବ୍ଦରେ ଅର୍ଥ ସଂକୋଚନା ଘଟିଛି। ତାର ମୂଳ ଶବ୍ଦ କ'ଣ ନା ଗୋସ୍ୱାମୀ ହେଲା। ନେକ୍ସଟ କ୍ୱେଶ୍ଚନ୍ 22 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି ନା କେଉଁ ଶବ୍ଦଟି ଦ୍ରାବିଡ଼ ଭାଷାରୁ ଓଡ଼ିଆକୁ ଆସିଛି? କେଉଁ ଶବ୍ଦଟି ଦ୍ରାବିଡ଼ ଭାଷାରୁ ଓଡ଼ିଆକୁ ଆସିଛି? ଅପସନ୍ 1 ଡିଙ୍ଗର, ଅପସନ୍ 2 ଡେଙ୍ଗା, ଅପସନ୍ 3 ଢୋଲ, ଅପସନ୍ 4 ଆଟିକା। ପିଲେ ଏଇ ଯେଉଁ ଡିଙ୍ଗର, ଡେଙ୍ଗା, ଢୋଲ ଏସବୁ ହେଉଛି ଅଷ୍ଟ୍ରିକ୍ ଶବ୍ଦ। ଦ୍ରାବିଡ଼ ଶବ୍ଦ ତାହେଲେ କ'ଣ ରହିଲା? ଅପସନ୍ 4 ଆଟିକା ହେଉଛି ଗୋଟେ ଦ୍ରାବିଡ଼ ଶବ୍ଦ, ମନେ ରଖୁଥାଅ। ନେକ୍ସଟ କ୍ୱେଶ୍ଚନ୍ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ମୃତ୍ୟୁ ସମୟ କେତେ? ଅପସନ୍ 1 1940, ଅପସନ୍ 2 1945, ଅପସନ୍ 3 1947, ଅପସନ୍ 4 1935। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ମୃତ୍ୟୁ ସମୟ ହେଉଛି 1945। ରାଇଟ୍ ଆନ୍ସର୍ ହେଉଛି 1945। ନେକ୍ସଟ କ୍ୱେଶ୍ଚନ୍ ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ଯୌଗିକ କ୍ରିୟାପଦ?
24 नंबर प्रश्न ହେଉଛି କ'ଣ ନା ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ଯୌଗିକ କ୍ରିୟାପଦ? ଅପସନ୍ 1 ଆଖି ଦେଖାଇଲା, ଅପସନ୍ 2 ଶୁଆଇଲା, ଅପସନ୍ 3 ମରାମରି କଲା, ଅପସନ୍ 4 ଖୁଆଇଲା ପିଆଇଲା। କ'ଣ କହିଲା ଏଟା? ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ଯୌଗିକ କ୍ରିୟାପଦ? ପିଲେ ଏହାର ରାଇଟ୍ ଆନ୍ସର୍ ହେଉଛି ମରାମରି କଲା। ମରାମରି କଲା ଅପସନ୍ 3 ମରାମରି କଲା। ଏଟା ଗୋଟେ ଯୌଗିକ କ୍ରିୟାପଦ। ନେକ୍ସଟ କ୍ୱେଶ୍ଚନ୍, କେଉଁଟି ନିର୍ଭୁଲ ଶବ୍ଦ ଚିହ୍ନାଇ ଦିଅ? ଅପସନ୍ 1 ପୂର୍ବ ସୂରୀ, ବରେ ଦୀର୍ଘ ଉ, ବରେ ରେଫ୍, ଦନ୍ତେଶ୍ୱର ହର୍ଷ ଉ, ର ଦୀର୍ଘ ଇ। ଅପସନ୍ 2 ପୂର୍ବ ସୂରୀ, ବରେ ଦୀର୍ଘ ଉ, ବରେ ରେଫ୍, ଦନ୍ତେଶ୍ୱର ଦୀର୍ଘ ଉକାର, ର ହର୍ଷ ଇକାର। ପୂର୍ବ ସୂରୀ। ଅପସନ୍ 3 କ'ଣ ଦେଇଛି ନା ପରେ ଦୀର୍ଘ ଉକାର, ପରେ ରେଫ୍, ଦନ୍ତେଶ୍ୱର ଦୀର୍ଘ ଉକାର, ର ଦୀର୍ଘ ଇକାର। ପୂର୍ବ ସୂରୀ। ଅପସନ୍ 4 କ'ଣ ଦେଇଛି ନା ପରେ ଦୀର୍ଘ ଉକାର, ବରେ ରେଫ୍, ଦନ୍ତେଶ୍ୱର ହର୍ଷ ଉକାର, ର ହର୍ଷ ଇକାର। ତାହେଲେ ପିଲେ ଏହା ରାଇଟ୍ ଆନ୍ସର୍ କ'ଣ ହେବ? ପୂର୍ବ ସୂରୀର ରାଇଟ୍ ଆନ୍ସର୍ କ'ଣ ହେବ? କେଉଁଟି ନିର୍ଭୁଲ ଶବ୍ଦ ୟା ଭିତରୁ? ପିଲେ ଏହାର ନିର୍ଭୁଲ ଶବ୍ଦ ହେଉଛି ପୂର୍ବ ସୂରୀ। ଅପସନ୍ 3 ପୂର୍ବ ସୂରୀ। ପର ଦୀର୍ଘ ଉକାର, ବରେ ରେଫ୍, ଦନ୍ତେଶ୍ୱର ଦୀର୍ଘ ଉକାର, ର ଦୀର୍ଘ ଇକାର। ଦୀର୍ଘ ଇକାର, ହର୍ଷଇ ନୁହେଁ, ଦୀର୍ଘ ଇ। ସବୁ ଦୀର୍ଘ ଇଗୁଡ଼ା ବସିଯାଇଛି ଏଠି, ମନେ ରଖିବା ପାଇଁ ସୁବିଧା। ତେଣୁକରି ଏଇଟା ହେଉଛି ନିର୍ଭୁଲ ଶବ୍ଦ ହେଲା। ନେକ୍ସଟ କ୍ୱେଶ୍ଚନ୍, ହୈମନ୍ତୀ ପୁସ୍ତକର ଲେଖକ କିଏ? ଆଜିର ଶେଷ ପ୍ରଶ୍ନ ହେଉଛି ହୈମନ୍ତୀ ପୁସ୍ତକର ଲେଖକ କିଏ? ଅପସନ୍ 1 ସଚ୍ଚିଦାନନ୍ଦ ରାଉତରାୟ, ଅପସନ୍ 2 କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅପସନ୍ 4 ବିନୋଦ ଚନ୍ଦ୍ର ନାୟକ, ଅପସନ୍ 4 ବିନୋଦ ଚନ୍ଦ୍ର ରାଉତରାୟ। ପିଲେ ବିନୋଦ ଚନ୍ଦ୍ର ନାୟକ ଯିଏ ସେ ସରୀସୃପ ପାଇଁ 1970 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ହେଲା। ନୀଳଚନ୍ଦ୍ରର ଉପତ୍ୟକା ବି ଏଇ ବିନୋଦ ଚନ୍ଦ୍ର ନାୟକଙ୍କର, ନୀଳାବତୀ ବି ଏଇ ବିନୋଦ ଚନ୍ଦ୍ର ନାୟକଙ୍କର। ତାହେଲେ ରାଇଟ୍ ଆନ୍ସର୍ କ'ଣ ହେବ? ହୈମନ୍ତୀ ପୁସ୍ତକର ଲେଖକ ହେଉଛନ୍ତି ବିନୋଦ ଚନ୍ଦ୍ର ନାୟକ। ଆଜିର ଆମର କ୍ୱେଶ୍ଚନ୍ ଆଲୋଚନା ସରିଗଲା। ପିଲାମାନେ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି ସମସ୍ତେ ସବସ୍କ୍ରାଇବ୍ କରିଦେବେ, ସାଙ୍ଗସାଥିମାନଙ୍କୁ ସେୟାର କରିବେ, ତା ସହିତ ଲାଇକ୍ ବି ଗୋଟେ କରିଦେବେ। ଯାହା କିଛି ପ୍ରଶ୍ନ ଥିବ ଯେକୌଣସି ବିଷୟରେ ବି, ମୋର ପଢ଼ା ବିଷୟରେ ଯଦି ବି କିଛି ପ୍ରଶ୍ନ ଥିବ, ମୁଁ ଯାହା ପଢ଼େ ଯଦି କିଛି ବୁଝି ନ ପାରୁଥିବେ ତେବେ ମୋତେ କମେଣ୍ଟ ବକ୍ସରେ ତାହା ଜଣାଇବେ। ଆମର ପେଡ୍ କ୍ଲାସ୍ ବି ହେଉଛି, ଯଦି ଆପଣମାନେ ଜଏନ୍ କରିବା କଥା କହିବେ ତେବେ ମୁଁ ଜଏନ୍ କରାଇ ଦେବି ମଧ୍ୟ ସେଥିରେ ହେଲା। ରହୁଛି, ଜୟ ଜଗନ୍ନାଥ। ନେକ୍ସଟ ପାର୍ଟ 2ରେ ମଧ୍ୟ ମୁଁ କ୍ୱେଶ୍ଚନ୍ ଆଲୋଚନା କରିବି, ଆପଣମାନେ ଜଏନ୍ କରିବେ ଆଉ ମୋ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ରହିଲି, ଜୟ ଜଗନ୍ନାଥ।